କୋରାପୁଟରୁ 168 ଜଣ, ନବରଙ୍ଗପୁରରୁ 148 ଜଣ, ରାୟଗଡ଼ାରୁ 118 ଜଣ, ମାଲକାନଗିରିରୁ 75 ଜଣ ଏବଂ ନୂଆପଡ଼ାରୁ 74 ଜଣ ଯାତ୍ରା କରିବେ। ଆସନ୍ତା ଜାନୁଆରୀ 17ରେ ଏହି ଷ୍ଟେସନରୁ ଅଯୋଧ୍ୟା ଏବଂ ବାରାଣାସୀ ଅଭିମୁଖେ ବି ତୀର୍ଥଯାତ୍ରୀମାନେ ଯିବେ ଏବଂ ଏହି ଜାଗାରୁ ଯେଉଁମାନେ ଗଲେ 775 ଜଣ ତୀର୍ଥଯାତ୍ରୀ ଗଲେ, ତାଙ୍କ ସହିତ 25 ଜଣ ଏସ୍କର୍ଟ ବା ତାଙ୍କ ସହଯୋଗୀ ହିସାବରେ ଗଲେ। ଏହି ଜାଗାରୁ ଘରଠୁ ଆଣି ଏହି ଷ୍ଟେସନରୁ ମଦୁରାଇ ରାମେଶ୍ୱର ପଠେଇ ସେଠି ବୁଲେଇ ପୁଣି ଆଣି ଘରେ ପହଞ୍ଚାଇବାର ଦାୟିତ୍ୱ ପ୍ରଶାସନର ବା ସରକାର ରାଜ୍ୟ ସରକାର ନେଇଛନ୍ତି। ପର୍ଯ୍ୟଟନ ବିଭାଗ IRCTCର ମିଳିତ ଆନୁକୂଲ୍ୟରେ ये कार्यक्रम देखो अपना देश देशर प्रधानमंत्री आह्वान रे निज देश रे थिबा पवित्र तीर्थस्थली को वरिष्ठ नागरिक को बिना शुल्क रे बुलेबार एक योजना। पर्यटन विभाग ए दायित्व नहीं सफलतार सहित प्रति मासरे